ଆଜ୍ଞା, ମୋ ଘରେ ଗୋଟିଏ ଦେବାଦେବୀଙ୍କ ମୂର୍ତ୍ତି ରଖିଛି, ଯେଉଁଟାକି ମୁଁ ଆପଣଙ୍କୁ ଜଷ୍ଟ ଟିକେ ଦେଖାଇବାକୁ ଚାହୁଁଛି। ଆପଣଙ୍କ ଘରେ ବି ଥିବ, ଗୋଟିଏ ଝଲକ ଦେଖନ୍ତୁ। ଦେଖନ୍ତୁ, ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମା ସୀତା, ଲକ୍ଷ୍ମଣ, ଶତ୍ରୁଘ୍ନ, ଭରତ ଏବଂ ଜୟ ହନୁମାନ ବଜରଙ୍ଗବାଲି, ଏ ଗୋଟିଏ ଫଟୋ ଫ୍ରେମ୍ ଭିତରେ ସବୁ ଅଛନ୍ତି। ତ ଇଏ ହେଲା ହିନ୍ଦୁତ୍ୱ, ହିନ୍ଦୁ ଧର୍ମର ପ୍ରତୀକ। ଦେଖନ୍ତୁ, ସ୍ୱାମୀ ସ୍ତ୍ରୀର ସମ୍ପର୍କ ଦେଖେଇଛି, ଭାଇ ଭାଇର ସମ୍ପର୍କ ଦେଖେଇଛି, ନିବିଡ଼ତା ଦେଖେଇଛି ଏବଂ ଭାଇ ପ୍ରତି ଅନ୍ୟ ଭାଇର କିପରି କର୍ତ୍ତବ୍ୟ ଏବଂ ପ୍ରେମ ତାକୁ ମଧ୍ୟ ଦେଖେଇଛି। ତା ସହିତ ଗୋଟେ ସ୍ୱାମୀ ପ୍ରତି ଗୋଟେ ଦାସର ମଧ୍ୟ କର୍ତ୍ତବ୍ୟ ଦେଖେଇଛି, ଗୋଟେ ସ୍ୱାମୀ ପ୍ରତି ଗୋଟେ ସ୍ତ୍ରୀର କର୍ତ୍ତବ୍ୟ ଦେଖେଇଛି, ସ୍ତ୍ରୀ ପ୍ରତି ସ୍ୱାମୀର ଭଲ ପାଇବା ଦେଖେଇଛି। ସବୁକିଛି ଗୋଟିଏ ଫ୍ରେମ୍ରେ ଅଛି। କିନ୍ତୁ ଅନ୍ୟ କୌଣସି ଧର୍ମରେ କୌଣସି ବି ଫ୍ରେମ୍ରେ ଆପଣ ଏଇଭଳି ଜିନିଷ ପାଇବେ ନାହିଁ, ନା ସିଏ ଅନ୍ୟ କୌଣସି ସମ୍ପ୍ରଦାୟର ବି ହଉ। ମୁଁ କେଉଁ ସମ୍ପ୍ରଦାୟର ନାଁ ନେଉନି, ବଟ୍ ଯେଉଁ ସେ ହିନ୍ଦୁତ୍ୱକୁ ଛାଡ଼ି, ହିନ୍ଦୁ ସମ୍ପ୍ରଦାୟକୁ, ହିନ୍ଦୁ ଧର୍ମକୁ ଛାଡ଼ିଲେ ଅନ୍ୟ କୌଣସି ଧର୍ମରେ ଆପଣ ଇଏ ଜିନିଷ, ଇଏ ନିବିଡ଼ତା, ସମ୍ପର୍କ ନିବିଡ଼ତା ଆପଣ ପାଇପାରିବେ ନାହିଁ। ତେଣୁ ଜୟ ଶ୍ରୀରାମ।